ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ଆସନ୍ତା 5 ତାରିଖରୁ ମାଲକାନଗିରି ବିମାନ ବନ୍ଦରରୁ ଉଡ଼ିବ ଯାତ୍ରୀବାହୀ ବିମାନ। ଏନେଇ ସୂଚନା ଦେଲେ ଏୟାର ଅନ୍ ଇଣ୍ଡିଆର ବିମାନ ଅଧିକାରୀ। ଆଜି ପୁଣି ଥରେ ଏୟାର ଅନ୍ ଇଣ୍ଡିଆ ପକ୍ଷରୁ ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ୍ ରନ୍ କରାଯାଇଥିଲା। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଏଭିଏସନ୍ ଆଡଭାଇଜର ସୁରେଶ ଚନ୍ଦ୍ର ହୋତା, କ୍ୟାପ୍ଟେନ୍ ସବାରିଶ ଏସ୍ କୁମାର, ଏୟାରପୋର୍ଟ ସୁରକ୍ଷା ମ୍ୟାନେଜର ଗୁରିବିଲ୍ଲି ଓ ଏୟାର ଅନ୍ ଇଣ୍ଡିଆ ବିମାନର ମ୍ୟାନେଜର ସମ୍ବିତ କୁମାର ନାୟକ ପ୍ରମୁଖ ମାଲକାନଗିରି ବିମାନ ବନ୍ଦରରେ ଅବତରଣ କରି ରନୱେ ଓ ଟର୍ମିନାଲ ତଦାରଖ କରିଥିଲେ। ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଖୁବ୍ ଶୀଘ୍ର ଏଠାରୁ ଯାତ୍ରୀବାହୀ ବିମାନ ଚଳାଚଳ କରିବା ନେଇ ସୂଚନା ଦେଇଛନ୍ତି। जो स्टेट गवर्नमेंट जोटाकि टेक्निकल टीम तापर जोटाकि अच्छा आमर जो एयरपोर्ट जोटा अच्छा टेक्निकल टीम जाक से आसते देखुले जे यहाँ उड़ाण योग्य होती कि कौन अच्छी सब जाक देखुले से सब जाक देखला से कहते कौ जिनस जाक हो ना से जाक करूँ शीघ्र शीघ्र सो दैट कमर्शियल बेसिस आगे को जमी उड़ाण हो पार से देखुले। ब्यूरो रिपोर्ट एकाम्र न्यूज।